ଗତକାଲି ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅନ୍ତର୍ଗତ MV79 ଡକ୍ଟର ଶ୍ୟାମାପ୍ରସାଦ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଠାରେ ସ୍ଥାନୀୟ ପୁଲିସ ବିଭାଗ ପକ୍ଷରୁ ସାଇବର ସୁରକ୍ଷା ଅଭିଯାନ ଆୟୋଜିତ କରାଯାଇଥିଲା। କାର୍ଯ୍ୟକ୍ରମରେ ସ୍ଥାନୀୟ ପୁଲିସ ଅଧିକାରୀ, କର୍ମଚାରୀ ଓ ଅଧ୍ୟାପକ ଏବଂ ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ। MV79 ଥାନା ଅଧିକାରୀ ଶ୍ରୀ ଚନ୍ଦ୍ରକାନ୍ତ ତାଣ୍ଡି ଲୋକମାନଙ୍କୁ ଅନଲାଇନ୍ ଠକେଇ, ଫେସବୁକ୍ ଓ ହ୍ୱାଟ୍ସଆପ୍ ମାଧ୍ୟମରେ ହେଉଥିବା ଠକେଇ ଏବଂ ବ୍ୟାଙ୍କ ଫ୍ରଡ୍, ଫୋନ୍ ପେ, ଗୁଗୁଲ ପେ ଯେମିତି ଅଶ୍ଳୀଳ ଫଟୋ କିମ୍ବା ଭିଡିଓ ବିଭିନ୍ନ ବିଷୟରେ ସତର୍କ ରହିବା ଉପରେ ଜଣାଇଥିଲେ। ସାଇବର ଅପରାଧ ବିଷୟରେ ସଚେତନତା ବଢ଼ାଇବା ଓ ସାଧାରଣ ଜନତାଙ୍କୁ ସୁରକ୍ଷିତ ରଖିବା ଏହି ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ ବୋଲି କହିଥିଲେ। ଏହି ସୁରକ୍ଷା ଅଭିଯାନରେ MV79 ପୋଲିସ ଶ୍ରୀ ତାଣ୍ଡି, ଯୁକ୍ତ 2 ଅଧ୍ୟାପକ ବୃନ୍ଦ, ଯୁକ୍ତ 3 ଅଧ୍ୟକ୍ଷା ଓ କର୍ମଚାରୀ ଉପସ୍ଥିତରେ ଯୁକ୍ତ 2 ମାଧ୍ୟମିକ ବିଦ୍ୟାଳୟଠାରୁ ସ୍ଥାନୀୟ ଯୁକ୍ତ 3 ମହାବିଦ୍ୟାଳୟ ପର୍ଯ୍ୟନ୍ତ ଏକ ସଚେତନ ରାଲି କରାଯାଇଥିଲା। ଏହାସହ ଯୁକ୍ତ 2 ମାଧ୍ୟମିକ ବିଦ୍ୟାଳୟର ବିଭିନ୍ନ ନାଟକ ମାଧ୍ୟମରେ ଅଭିନୟ କରି ସାଇବର ସୁରକ୍ଷା ବିଷୟରେ ଛାତ୍ରଛାତ୍ରୀଙ୍କୁ ବୁଝାଇଥିଲେ। କାର୍ଯ୍ୟକ୍ରମ ଶେଷରେ ସମସ୍ତଙ୍କୁ ସାଇବର ସୁରକ୍ଷା ପାଇଁ ସଂକଳ୍ପ ନେଇ ଅଭିଯାନକୁ ସଫଳ କରିବାକୁ ଆହ୍ୱାନ ଦିଆଯାଇଥିଲା।